ନନ୍ଦପୁର ନିର୍ମାଣ ଓ କଂସର ଶୂନ୍ୟବାଣୀ ଶ୍ରବଣ। ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା। ବିଶ୍ୱକର୍ମା ଯେଉ ଗୃହ ନିର୍ମାଣ ଯେ କଲା, ସେ କଥା ନନ୍ଦ ଜାଣିଲା କିବା ନ ଜାଣିଲା। ଶୁକମୁନି ବୋଇଲେ ତୁ ଶୁଣ ନୃପବର, ବିଶ୍ୱକର୍ମା ଭିଆଇଲା ରତ୍ନମୟ ପୁର। ଯଶୋଦା କୋଳରେ ଶୋଇଛନ୍ତି ଜନାର୍ଦ୍ଦନ, କରରେ ସୁବର୍ଣ୍ଣ ଚୂଡ଼ ଅତ୍ୟନ୍ତ ଶୋଭନ। ସୁଶୋଭିତ ରତ୍ନମାଳା ଶରୀରର ଦିଶେ, ଯୁବତୀ ସ୍ତ୍ରୀ ପରାଏ ତେଜ ହିଁ ପ୍ରକାଶେ। ରତ୍ନ ନୀଳ ପାଟ ପିନ୍ଧିଛନ୍ତି ଯଶୋମତୀ, ଏମନ୍ତ ମାୟା ଯେ କରିଛନ୍ତି ଶ୍ରୀପତି। ନନ୍ଦ ନବରେ ବଢିଣ ଗୋପ ନଗ୍ର ହେଲା, 1,90,00,000 ଗୋପେ ଗୃହ କଲା। ରତନ ମଣ୍ଡିତ ଅଟେ ସବୁ ଗୃହମାନ, ଅଷ୍ଟରତନ ଖଞ୍ଜିତ ଦିଶେ ଅନୁପମ। ଯେ ବଣ ଠାରେ ଯଶୋଦା ପ୍ରସବ କରିଛି, ରତନ ମଣ୍ଡିତ ଶ୍ଵେତ ଚାମର ଖଞ୍ଜିଛି। ମୟୂର କଣ୍ଠ ଚାନ୍ଦୁଆ ଚାମର ତ ଜାଣ, ତହିଁରେ ହୀରା ନୀଳାଦି ମର୍କତ ମଣ୍ଡନ। ସୁବର୍ଣ୍ଣର ପୁଷ୍ପମାନ ମଣ୍ଡିଛି ମଣ୍ଡନ ଅଟଇ, ସେଠାରେ ବିଜୟ ପ୍ରଭୁ ଜଗତ ଗୋସାଇଁ। ଅମର ଭୁବନ ଠାରୁ ଅଟଇ ସୁନ୍ଦର, ଯହିଁ ବିଜୟ କରିଣଛନ୍ତି ଚକ୍ରଧର। ଏହିପରି ଭୁବନରେ ବିଜେ ବାସୁଦେବ, ଯଶୋଦା ଦେବୀ ଯେ କରି ଅଛନ୍ତି ପ୍ରସବ। ମୋହ ଯାଇଥିଲେ ସିନା ବିଷ୍ଣୁ ମାୟା ବଳେ, ମୋହ ତେଜି ଉଠିଲେ ସେ ଶ୍ରୀକୃଷ୍ଣ ଜାଣିଲେ। ଶୁଣହୁ ପରୀକ୍ଷ ରାଜା କୃଷ୍ଣ ଜନ୍ମ ବେଳେ, କାନ୍ଦିଣ ଉଠିଲେ ହରି ଆନନ୍ଦେ ସେ କାଳେ। ଯଶୋଦା ଦେବୀ ନୟନ ବୁଜି ପଡ଼ିଥିଲେ, ପୁତ୍ରର ରୋଦନ ଶୁଣି ଚଞ୍ଚଳ ଚାହିଁଲେ। ତହୁଁ ଦେଖିଲା ଯଶୋଦା ଅନଙ୍ଗ ସୁନ୍ଦର, ତ୍ରୈଲୋକ୍ୟ ମଧ୍ୟରେ ନାହିଁ ତାର ପଟାନ୍ତର। ଯଶୋଦା ବୋଇଲେ ତ ଦୁହିତା ନୁହଇଁ, ପୁତ୍ର ବୋଲି କରି ମହାନନ୍ଦ ହୁଅଇ। ହେମନ୍ତ ସମୟେ ନନ୍ଦେ ଗୋପେ ଯାଇଥିଲେ, ଯଶୋଦା ପ୍ରସବ ବାର୍ତ୍ତା ବାଟରେ ପାଇଲେ। ନନ୍ଦର ପୁତ୍ର ହୋଇଛି ଗୋପରେ ଶୁଭିଲା, ଏତେ କାଳ ପ୍ରଭୁ ସିନା ତାହାକୁ ଚାହିଁଲା। ଗୌଡ଼ ମାନେ ଶୁଣିଣ ଆନନ୍ଦ ହୋଇଲେ, ମୃଦଙ୍ଗ କଡ଼ା ଘେନିଣ ତା ଦ୍ୱାରେ ମିଳିଲେ। ସନ୍ତୋଷ ଗୌଡ଼ ମାନେ ଯାଆନ୍ତି ବହନ, ବେଣୁ ସୁନରେ ପୂରିବ ନନ୍ଦର ଭୁବନ। 16,000 ତରୁଣୀ ଗୋପାଳୁଣୀ ମାନେ, ସମସ୍ତ ମିଳିଲେ ଯାଇ ପ୍ରସବର ସ୍ଥାନେ। କୈବଲ୍ୟ ଯଶୋଦାକୁ ବଡ଼ ଭାଗ୍ୟବତୀ, ସୁନ୍ଦର ପୁତ୍ର ଗୋଟିକ ପ୍ରସବେ ଯୁବତୀ। କେବୁଲ ନନ୍ଦ ଗୋ ମତେ ନ କହିଲ, କେତେବେଳେ ତୁମ୍ଭେ ଅବା ପୁତ୍ର ପ୍ରସବିଲ। ବଉଳା ନନ୍ଦିନୀ ଆଉ ସୁରଭି ଗହଣେ, ଦୁଗ୍ଧ ଦେବା ସକାଶେ ମୁଁ ଯାଇଥିଲି ସେ ସ୍ଥାନେ। କେ ପନିରି ପାଣି ଘେନି ସନ୍ନିଧେ ଯୋଗାନ୍ତି, ରତନ ପାତିଆ ଘେନି ନାଭି କେ କାଟନ୍ତି। କେଉଁ ଗୋପୀ ମାନେ ଅବା ବୋଲନ୍ତି ବଚନ, କେ ବଣ ଗୋପୀ ବୋଲନ୍ତି ବେଗେ ଧାଇଁ ଆଣ। ଏହା ବୋଲି ଗୋପୀ ମାନେ ଆଡ଼ନ୍ତି ବିଛାନ୍ତି, କେଉଁ ଗୋପୀ ଅଗୁରୁରେ ଅନ୍ତୁଡ଼ି ଲଗାନ୍ତି। କେ ବଣ ଗୋପୀ ବୋଲନ୍ତି ଅନ୍ୟ ଯଶୋମତୀ, କେ ବଡ଼ ଗୋପାଳୁଣୀ ବା ହରଷ ହୁଅନ୍ତି। ଶୁଣହୁ ପରୀକ୍ଷ ରାଜା ଶ୍ରୀହରି ଚରିତ, ଜନମ ଭୂମିରେ ପଡ଼ିଛନ୍ତି ପଦ୍ମ ନେତ୍ର। ଗୋପୀମାନେ ବନ୍ଦାନ ଚାହିଁଣ ମୁରାରି, ଭାଳନ୍ତି ଏହାକୁ ବ୍ରହ୍ମା ଅଛି ସୃଷ୍ଟି କରି। ତେଣେ ଗୋଗୋଷ୍ଠକୁ ନନ୍ଦ ବୁଢ଼ା ଯାଇଥିଲା, ବାଟରେ ଆସନ୍ତେ ସେଇ ବାରତା ପାଇଲା। ପୁତ୍ର ହୋଇଅଛି ବୋଲି ଶୁଣିଲା ଉତ୍ତର, ଶୁଣିଲା ମାତ୍ରକେ ତାର କଷ୍ଟ ହେଲା ପାର। ପଟି ତଳେ କେଉଁ ଡୋର ନନ୍ଦ ପିନ୍ଧିଥିଲା, ଏଣେ କୃଷ୍ଣ ଜନ୍ମ ହୁଅନ୍ତେ ରତ୍ନ ପାଟ ହେଲା। ହାର କେୟାରରେ ଶୋଭେ ନନ୍ଦର ଶରୀର,
ଶୁଣି କରି ଧାମଇ ସେ ଅତି ତର ତର ଚକ୍ରପାଣି ମାୟା ମାନ କରିଛି ସୃଜନା ତେଣି କରି ସବୁଙ୍କ ତୁ ଅନ୍ତୁ ଅଛି ଭ୍ରମ ନିନ୍ଦା ବିଚାର ଏଇ ସବୁ କାଳେ ଦୁଃଖ ମୋର ଏମନ୍ତ ମାୟା କରିଣ ଛନ୍ତି ଚକ୍ରଧର ଏକଇ ମନ୍ଦିରକୁ ଯେ ସମସ୍ତେ ଧାବନ୍ତି ନନ୍ଦର ମନ୍ଦିର ଯେ ସମସ୍ତେ ଧାବନ୍ତି କେହି ଜାଣଇ ନନ୍ଦର କରେ ଧରେ କର ପତ୍ର ବଧାଇ ଦି ହଉ ତୁମ୍ଭେ ହୋଇଲା ସୁପୁତ୍ର କେବଳ ଗୋପୀ ନନ୍ଦର ବସା ଓଟାରନ୍ତି କେଉଁ ଗୋପୀ ଯାଇ କରି ନନ୍ଦେ ଓ ଗାଳନ୍ତି ଏହିପରି ଆନନ୍ଦରେ ଛନ୍ତି ଗୋପୀ ମାନେ ଏମନ୍ତ ସମୟ ନନ୍ଦ ପଶିଲା ଭୁବନେ ଗୋପାଳୁଣୀ ଏ ବୋଇଲେ ନନ୍ଦକୁ ଉତ୍ତର ଜଣାଇଲେ ପୁତ୍ରକୁ ଦେଖିବୁ ତୋହର ନନ୍ଦ ବୋଇଲା ମୁଁ ପୂର୍ବୁ ଶୁଣିଲି ଅଶୁଣିନ ଅଛଇ ପୁତ୍ର ଜନ୍ମ ହେଲା କ୍ଷଣି ଦେଖିବଟି ଯାଇ ନାହିଁ ଲାଗି ନଥିବ ପୁତ୍ରକୁ ଦେଖିବ ଏମନ୍ତ ଦେଖିଲେ ତାର ପୁତ୍ର କଷ୍ଟ ଯିବ ନନ୍ଦ ଯେ ବୋଇଲା କିସ ବୁଝିବା ତାହାର ଆଡ଼ ହୁଅ ଗୋପୀ ମାନେ ଦେଖେ ପୁତ୍ର ମୋର 750 ବର୍ଷ ପୁତ୍ର ଜନ୍ମ ହେଲା ଏଣୁ ବେଗେ ନନ୍ଦେ ଯାଇ ମନ୍ଦିରେ ପଶିଲା ଦେଖଇ ଜନ୍ମଭୂମିରେ ବାଳୁତ କୁମର ଯହିଁ ଜାତ ହୋଇ ଅଛି ପ୍ରଭୁ ଚକ୍ରଧର ନନ୍ଦ ଯେ ଦେଖିଲା ଯାଇ ପରମ ବ୍ରହ୍ମ ମୂର୍ତ୍ତି ଦେଖିବା ମାତ୍ର କେ କ୍ଷୟ ହୋଇଲା ଦୁର୍ଗତି ନନ୍ଦ ସିନା ବୃଦ୍ଧାବସ୍ଥାରେ ବୃଦ୍ଧାବସ୍ଥା ହୋଇଥିଲା ଶ୍ରୀକୃଷ୍ଣଙ୍କ ଦର୍ଶନେ ଯୁବାବସ୍ଥା ହେଲା ପଞ୍ଚବିଂଶ ପ୍ରାୟ ବର୍ଷ ଦିଶଇ ବଦନ ଏମନ୍ତ ମାୟା କରିଣ ଛନ୍ତି ନାରାୟଣ ମାୟାରେ ମୋହିତ ହୋଇ ଚାହେଁ ଘନ ଘନ ପୁତ୍ରକୁ ଦେଖିଣ ନନ୍ଦ ହର୍ଷ ପଞ୍ଚମନ ଯଶୋଦାକୁ ଚାହିଁ ନନ୍ଦ ବୋଲେ ପୁଣି ପୁଣ ସାଧୁ ସାଧୁ ଯଶୋଦାକୁ ତୁହି ସୁଲକ୍ଷଣୀ ଜାଣିଲୋଇ ମୋର ପୁତ୍ର କଷ୍ଟ ପାର ଗଲା ଏହାକୁ ଦେଖି ମୋହର ପାପ କ୍ଷୟ ହେଲା ଯଶୋଦା ବୋଇଲା ସ୍ୱାମୀ ମନ୍ଦ କୃତ୍ୟ କଲ ନଗଣାଇ ତୁମ୍ପେ କିମ୍ପା ପୁତ୍ରକୁ ଦେଖିଲ ମୂଳା ଗଣ୍ଡା ଦୋଷ ୟାକୁ ହେଲା କି ନ ହେଲା ଏହା ନ ବିଚାରି କିମ୍ପା ଦେଖିଲ ବୋଇଲା ନନ୍ଦ ବୋଇଲା ମୁଁ ଶୁଣି ଅଛଇ ପୁରାଣେ ପୁତ୍ର ଜନ୍ମ ମାତ୍ରେ ଯାଇ ଦେଖିବ ତତ୍କ୍ଷଣ ନାଡ଼ ହିଁ ଲାଗିଣ ଥିବ ଦେଖିବ ନନ୍ଦନ ପୁତ୍ର ମୁଖ ଦେଖି କରି ଦେବ ସ୍ୱର୍ଣ୍ଣ ଦାନ ପୁତ୍ରର ମୁଖ ଚାହିଁଲେ ଜନମ ଗୃହର ଅପୁତ୍ରିକ ଦୋଷ ଯାଏ ଶପଥ ଜନ୍ମର ନନ୍ଦ ହିଁ ଏତେକ କଥା ପତ୍ନୀକୁ ବୁଇଲା ଶ୍ରୀକୃଷ୍ଣଙ୍କୁ ଦେଖି ନନ୍ଦ ଆନନ୍ଦ ହୋଇଲା ସୁବର୍ଣ୍ଣର ପାତିଆରେ ନାଭି ଛେଦ କଲେ ଦେବଦାରୁ କାଠରେ ସେନ୍ତୁଡ଼ି ଜାଳିଲେ ଅଗୁରୁ ଚନ୍ଦନ ଦେବଦାରୁ ଯେ କର୍ପୂର ଏମାନଙ୍କ ସହଯୋଗ କଲେ ବିଶ୍ୱାନର ଶୁଣିଲୁ କି ପରୀକ୍ଷିତ ନନ୍ଦ ଦୁଃଖ ଭାର ଶ୍ରୀକୃଷ୍ଣଙ୍କ ଦର୍ଶନେ ସବୁ ହେଲା ଦୂର ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜା ଶୁକ ମୁନି ଚରଣରେ କଲେ ଦିବ୍ୟ ପୂଜା ଭୂମୁନି କହିବା ମତେ ଶ୍ରୀହରି ଚରିତ ଶ୍ରୀହରିଙ୍କ କଥା ଶୁଣି ହୋଇବି ପବିତ୍ର ସେହି ହରି ବଂଶର ବାଳ କେଳି ମାନ ସେ କଥା ଶୁଣିଲେ ପାପ ହୋଇବ ଦହନ
ବସୁଦେବ ଗଲା ତେଣେ ମଥୁରାପୁରକୁ, କେମନ୍ତ ହୋଇଣ ଗଲା ସେ ବନ୍ଦୀ ଘରକୁ। କଂସ ଏ କଥା ଜାଣିଲା କିବା ନ ଜାଣିଲା, ଏହା ମତେ ଫେରି କହ ଆହେ ଯତି ବଳା। କହିଲେ ଶ୍ରୀ ଶୁକ ମୁନି ପରୀକ୍ଷ ଅଗ୍ରତେ, ଯାହା ପଚାରିଲୁ ତାହା କହୁଅଛି ତୋତେ। ଯେତେବେଳେ ବସୁଦେବ ନନ୍ଦର ମନ୍ଦିରେ, କୃଷ୍ଣ ଛାଡ଼ି ଦୁର୍ଗାଙ୍କୁ ହିଁ ଆଣିଲା ପଥରେ। ରାତ୍ର କାଳେ ବସୁଦେବ ଘେନିଣ ଅଇଲା, ସେହି ବନ୍ଦୀ ଘରେ ଯାଇ ପ୍ରବେଶ ହୋଇଲା। ଦେଖିଲା ଅଚେତ ହୋଇ ସର୍ବେ ଶୋଇଛନ୍ତି, କୌଣସି ଲୋକ ଆଉ ସଚେତ ନାହାନ୍ତି। ଭିତରେ ବସୁଦେବ ଯେ ପଶିଲା ବହନ, ଦେବକୀ ନିକଟେ ଯାଇ ବିଜେ ତତକ୍ଷଣ। କବାଟ ମାନ ଯନ୍ତରେ ଆବଦ୍ଧ ହୋଇଲା, ସବୁ ମୁଦ ଯାକ ପୁଣି ପୂର୍ବ ପରି ହେଲା। ଯେଉଁଠାରେ ଦେବକୀ ଯେ କରିଛି ପ୍ରସବ, ସେଇଠାରେ ଦୁର୍ଗାଙ୍କୁ ନେଇ ଥୋଏ ବସୁଦେବ। ଅନାଦି ସିଦ୍ଧି ଯୋଗିନୀ ବିଜେ କଲେ ଯାଇ, ଦେବକୀ ବସୁଦେବ ଅଗ୍ରତେ କହଇ, ଆହେ ନାଥ ଘେନି ଗଲ ବାଳକ ନନ୍ଦନ, କେହି କାହିଁ ନେଇ ଛାଡ଼ିଲ ହେ କେବଳ ଭୁବନ। ସେ ବୋଲଟି ବାଟେ ମତେ ବିପଦ ପଡ଼ିଲା, ଉଗ୍ରସେନ ମତେ ବହୁ ରୂପେ କଟାଳିଲା। ମୋହର ବିନୟ ଶୁଣି ଛାଡ଼ିଦେଲା ବାଟ, ଯମୁନାରେ ମତେ ପୁଣି ପଡ଼ିଲା ସଙ୍କଟ। ତହୁଁ ପାର ହେଲି ମୁହିଁ କୃଷ୍ଣ ନାମ ଧରି, ଯାଇନ ପ୍ରବେଶ ହେଲି ଗୋପ ନାମେ ପୁରୀ। ସେହି ନଗର ବାହାରେ ଥିଲା ଏକ ଚର, ବାହାରେ ଶୁଣିଲି ସଦ୍ୟ ଜାତ କନ୍ୟା ସ୍ୱର। ତାହାର ପ୍ରସବ ସ୍ଥାନେ ପୁତ୍ରକୁ ଥୋଇଲି, ଜନ୍ମିଥିଲି ଦୁହି ତାକୁ ଘେନି ନଇଲି। କିବା ଜାତି ତାହାର ଗୁ ନ ଜାଣଇ ମୁହିଁ, ଦେବକୀ ବୋଇଲେ ମୋର ପୁତ୍ର ଯିଥାଉ। ଏହିପରି ଦେବକୀ ଯେ ହରଷିତ ମନେ, ପୁଣି ଦୁହିଁକି ଦେଲେ ଲାଗିଲା ବନ୍ଦନ। ବେକରେ ଝିଞ୍ଜିରି ପାଦ ନିଆଳ ଲାଗିଲା, ଦୁହିଁଙ୍କର ହସ୍ତ ପାଦ ବନ୍ଦନେ ରହିଲା। ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ, ହରି କଥା ଶୁଣି ପାପ କର ହୋ ଦହନ। କିଛି ସମୟ ଅନ୍ତରେ ରଜନୀ ପାହିଲା, ରାତ୍ର ନ ପାହୁଣୁ କନ୍ୟାର ବେକ ଛାଡ଼ିଲା। ପ୍ରହରୀ ମାନେ ଶୁଣିଲେ ଉଠିଲେ ବହନ, ନେତ୍ର ତେଜି ଉଠିଲା ସେ କଂସାସୁର ରାଣ। ଜଗତି ଉପରେ ବେଗେ ବିଜେ କଂସରାୟ, ଆସ୍ଥାନ କରି ବସିଛି ଦ୍ରୁମିଲା ତନୟ। ପ୍ରାଙ୍ଗଣ ତଳରେ ଉଭାଛନ୍ତି ଦେବଗଣ, ବଡ଼ ସମ୍ଭସରେ ସର୍ବେ ବିଜୟ ଆସ୍ଥାନ। କାହାକୁ କଂସ ନ ବୋଲେ ଦିନେ ବସ ବୋଲି, ଏହିପରି ଅତ୍ୟାଚାର ସର୍ବେ ଥାଇ ମିଳି। ଅକ୍ରୂର ମାତ୍ୟା ଏକ ସନ୍ନିଧରେ ବସି, ସେହୁ ବସି ବଦନରେ କୃଷ୍ଣ ନାମ ଘୋଷି। ଡଗର ଆସ୍ଥାନେ ଯାଇ ବାର୍ତ୍ତା ଜଣାଇଲା, ଶୁଣି କରି କଂସ ରାଜା ହରଷ ହୋଇଲା। ଉଗ୍ରସେନ କୁରାଇଣ ବୋଲେ କଂସରାୟ, ବନ୍ଦୀ ଘର ହେଲା କେବେ ବାଳୁତ ତନୟ। ପ୍ରିୟତମା ଭଗ୍ନୀ ମୋର ନୁହେଁ କି ଦେବକୀ, ଅଷ୍ଟମ ଗର୍ଭ ଦେବ ମୋତରେ ଡାକି। ସହୋଦର ପଣ ଏହିଠାରୁ ଜଣାଯିବ, ପୂର୍ବେ ଯାଚି ଦେଇଥିଲା ମତେ 6 ଗର୍ଭ।
गर्भे पेटरु बेगे उभेईण गला वसुदेव देवकी कुआण हो बोइला आज्ञा पाई उग्रसेन गला खर तोर जाइन प्रवेश हेला देवी बंदी घर आज्ञा परमाणे उग्रसेन दंडधारी कबाट फिड़ी बहन वचन उचारी आस आस बेगे होई तुम्भे बेनी प्राणी जहा अर्जी अछि ताहा भुंजी बटी पुणी देवकी बोइले पिता रख एही काल उग्रसेन बोले रखिबे तो आदि मूल कन्या गोटी को देवकी करे अछि घेनी आसीबार बेल से ही स्मरे चक्र पाणी बेकरे झिंझिरी पादे से नियाली माल प्रवेश होइला आसी कंस सन्निधार देखी करी कंस मन हरस होइला भगिनी भिणई कर बंदन फिड़िला आज्ञा प्रमाणे फिड़िला से बंदन मान आण आण देवकी को तोहर नंदन कांदिण देवकी तोहू बोलई उत्तर कुमार नुहे भाई दुहिता मोहर छ पुत्र देली तोते आहे कंसराय गर्भे पेटरु मोर उभेई पलाए प्रतापी चूड़ामणि तू अटुरे मो भाई ए दुहिताटी गो मते देबु दया बही ए बेळक दान मते कुमारी को देव तुम्बे मोहर सुदर सबु बेले थिबो एही दुहिता गोटी को मोहर रखिले दुख पाशरीण दिनु बंचुथिबी भले कंस बोइले भगिनी शुण मो वचन निर्बंधे अमर्त्या सत्य जुग कथा शुण वैकुंठ विजयी स्वामी शंख चक्रधर अति बहर से थांती देव दामोदर अमर बहिला एणे महिषासुर राण दैत्य भये पलाइले सर्वे देवगण समस्ते एकत्र हेले जाइन बहन शरणे पशिले जाई श्रीहरि चरण।